ଲୋକଙ୍କ ମନରେ ଗୋଟେ ଭ୍ରମ ସୃଷ୍ଟି ହେଇଛି ଅରୁଣ ସାହୁ ହାରୁ ହାରୁ ଜିତିଗଲେ। ନା, ସେଇଆ ନାହିଁ। ବର୍ତ୍ତମାନ କ'ଣ ହେଇଛି, ଇଭିଏମ୍ ଭୋଟ୍କୁ ନେଇ ବିଭିନ୍ନ ଜାଗାରେ ବିଭିନ୍ନ ବିଭ୍ରାନ୍ତିକର ଖବର ଆସୁଛି। ସତ୍ୟତା ତା ଭିତରୁ ଜଣାପଡ଼ୁନି। ସେ ଯିଏ 100ଟା ଭୋଟ୍ରେ ଜିତିଲେ ବି ସେ ସିକନ୍ଦର, ଯିଏ 36ଟା ଭୋଟ୍ରେ ଜିତିଲେ ଅନ୍ତଜେନା ମଧ୍ୟ ସିଏ ଆମର ଏମ୍ଏଲ୍ଏ। ତେଣୁ ଅରୁଣ ସାହୁଙ୍କୁ ନେଇ ବର୍ତ୍ତମାନ ଯେଉଁ ଗୁଜବ ପ୍ରଚାର ହେଉଛି, ଅରୁଣ ସାହୁ ତାକୁ କ୍ଲାରିଫିକେସନ୍ ଦେଇପାରିବେ, କିନ୍ତୁ ସିଏ କାହିଁ ମିଶିବେ? ସିଏ ତ ଆଗଧାଡ଼ିର ନେତା, ସିଏ ତ ନବୀନ ବାବୁଙ୍କର ଅତ୍ୟନ୍ତ ଅନୁଗତ। ସିଏ ବିଜେପି ସାଙ୍ଗରେ କାହିଁ ମିଶିବେ ସେ? ତେଣୁ ଲୋକ ଯଦି କହୁଥାନ୍ତି, ଇଏ ଗୁଜବରେ ଆପଣ ବିଶ୍ୱାସ କରନ୍ତୁ ନାହିଁ। ଯଦି ମିଶିବେ ତାହେଲେ ସିଏ ନିଜେ ଆସି କ୍ଲାରିଫିକେସନ୍ ଦେବେ। ଆମେ ଏତେ ଜିନିଷ ଆମେ ଯଦି ଚଷୁକୁ କୁଟିବା କିଛି ମିଳିବ ନାହିଁ। ଏ ହେଉଛି କଥା। ତେଣୁ ଆପଣମାନେ ତାକୁ ବିଚାର କରିବେ। ଆପଣ ଶ୍ରେଷ୍ଠ ବିଚାରକ। ଆପଣ ଯଦି ତାକୁ ବିଚାର ନ କରିବେ ତାହେଲେ ବିଚାର କରିବ କିଏ? ତେଣୁ ଆପଣଙ୍କ ପାଖରେ ଆମେ ରଖୁଛୁ ଅରୁଣ ସାହୁଙ୍କର ଏ ଯେଉଁ ଗୁଜବ କେତେ ଦୂର ସତ, ଅରୁଣ ସାହୁ ଆକୁ କ୍ଲାରିଫାଏ କରନ୍ତୁ, ବିଜେଡ଼ି ଦଳ ଆକୁ କ୍ଲାରିଫାଏ କରୁ, ଏବଂ ବିଜେପି ବାଲା ଯଦି ସତରେ ଅରୁଣ ସାହୁକୁ ନେଇ ମିଶେଇକି ତାଙ୍କ ଦଳ ସଂଗଠନକୁ ମଜବୁତ କରିବାକୁ ଚାହୁଁଛନ୍ତି ସେ ମଧ୍ୟ ତାପରେ ମତାମତ ଦିଅନ୍ତୁ। ଆମେ ଥାର୍ଡ଼ ପର୍ସନ୍ କହିଲେ କ'ଣ ହେବ? ଯିଏ ମିଶିବ, ଯିଏ ମିଶେଇବ, ତାଙ୍କର କ୍ଲାରିଫିକେସନ୍ ଆମକୁ ଦରକାର ଅଛି।